ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ ଗୀତା ରହସ୍ୟ। ଲେଖକ ବ୍ରହ୍ମା କୁମାର ସୁଧାଂଶୁ ଶେଖର ମିଶ୍ର। ସାଂଖ୍ୟ ଯୋଗ। ଆତ୍ମା ଶରୀର ରୂପୀ ବସ୍ତ୍ର ପରିଧାନ କରି ନିଜ ବ୍ୟକ୍ତିତ୍ୱର ପରିପ୍ରକାଶ କରେ। ପରିହିତ ବସ୍ତ୍ର ଜୀର୍ଣ୍ଣ ହୋଇଗଲେ ବା ପିନ୍ଧିବା ଯୋଗ୍ୟ ମନେ ନ କଲେ ବ୍ୟକ୍ତି ତାହା ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରେ। ସେହିପରି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ କାର୍ଯ୍ୟ କରିବା ପାଇଁ ଅକ୍ଷମ ହେଲେ ବା ସମ୍ପୃକ୍ତ ଶରୀରରେ କାର୍ଯ୍ୟକାଳ ପୂରିଗଲେ ଆତ୍ମା ତାହା ତ୍ୟାଗ କରି ଅନ୍ୟ ଶରୀର ଧାରଣ କରେ। ଶୈଶବ, କୈଶୋର, ପ୍ରୌଢ଼ ଓ ବାର୍ଦ୍ଧକ୍ୟ ଅବସ୍ଥା ମଧ୍ୟରେ ଗତି କରି ଶରୀର ଜୀର୍ଣ୍ଣ ହୁଏ, ଯାହା ସାହାଯ୍ୟରେ ଆତ୍ମା ତାର କର୍ମ ସମ୍ପାଦନ କରିପାରେ ନାହିଁ। ତେଣୁ ତାକୁ ତ୍ୟାଗ କଲେ ଓ ଅନ୍ୟ ଶରୀର ଧାରଣ କରେ। ଆତ୍ମାର ଶରୀର ତ୍ୟାଗକୁ ମୃତ୍ୟୁ ଓ ଶରୀର ଧାରଣକୁ ଜନ୍ମ କୁହାଯାଏ। ସାଧାରଣତଃ ଦେଖାଯାଏ ଯେ ଶରୀର ଜୀର୍ଣ୍ଣ ନ ହୋଇ ମଧ୍ୟ ଶୈଶବ, କୈଶୋର ବା ପ୍ରୌଢ଼ାବସ୍ଥାରେ ଆତ୍ମା ଶରୀର ତ୍ୟାଗ କରିଥାଏ। ତେବେ ଏଠାରେ ଶରୀରକୁ ବସ୍ତ୍ର ସହିତ ତୁଳନା କରିବା ଉପରେ ପ୍ରଶ୍ନ ଉଠିପାରେ। ଜଣେ ତାର ନିତ୍ୟ ବ୍ୟବହୃତ ବସ୍ତ୍ରକୁ କେତେ ଦିନ ପରିଧାନ କରିବ, ତାହା ତାର ଚିନ୍ତାଧାରା ଓ ସମ୍ପୂର୍ଣ୍ଣତା ଉପରେ ନିର୍ଭର କରେ। ଧନାଢ଼୍ୟ ବ୍ୟକ୍ତି ପରିହିତ ପରିଧେୟ ଜୀର୍ଣ୍ଣ ହେବା ପର୍ଯ୍ୟନ୍ତ ପରିଧାନ କରନ୍ତି ନାହିଁ। କିଛି ଦିନ ପିନ୍ଧିଲା ପରେ ତାକୁ ପୁରୁଣା ଭାବି ପରିତ୍ୟାଗ କରନ୍ତି। ମଧ୍ୟବିତ୍ତ ଶ୍ରେଣୀର ଲୋକେ ବସ୍ତ୍ର ଜୀର୍ଣ୍ଣ ହେବାର ଅବ୍ୟବହିତ ପୂର୍ବରୁ ପରିବର୍ତ୍ତନ କରନ୍ତି। ସେହିପରି ଆତ୍ମା କେଉଁ ଶରୀରକୁ କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବ, ତାହା ତାର ପ୍ରାରବ୍ଧ ଅନୁସାରେ ନିର୍ଦ୍ଦିଷ୍ଟ ହୋଇଥାଏ। ସେଥିପାଇଁ ସାମାନ୍ୟ ରୋଗ ବ୍ୟାଧି ବା ଦୁର୍ଘଟଣା ହେତୁ କିଛି ଆତ୍ମା ଶରୀର ତ୍ୟାଗ କରନ୍ତି। ଅନ୍ୟପକ୍ଷରେ ଅତ୍ୟନ୍ତ ଦୁରାରୋଗ୍ୟ ରୋଗ ବା ଦୁର୍ଘଟଣାରେ ଗୁରୁତର ଅସୁସ୍ଥ ହୋଇ ମଧ୍ୟ କେତେକ ଆତ୍ମା ଶରୀର ତ୍ୟାଗ କରନ୍ତି ନାହିଁ। ଏଥିରୁ ଏହା ସ୍ପଷ୍ଟ ହୁଏ ଯେ ଆତ୍ମା ତାର ଆଶ୍ରିତ ଶରୀରରେ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆଶ୍ରୟ ନିଏ। କାର୍ଯ୍ୟକାଳ ପୂରିବା ପୂର୍ବରୁ ଯଦି କୌଣସି କାରଣରୁ ଶରୀର ନଷ୍ଟ ହୋଇଯାଏ, ତେବେ ତଦାଶ୍ରିତ ଆତ୍ମା ତାହା ତ୍ୟାଗ କରୁଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ନ ଆସିବା ପର୍ଯ୍ୟନ୍ତ ଅନ୍ୟ ଶରୀର ଗ୍ରହଣ କରିପାରେ ନାହିଁ। ଏହିପରି ଆତ୍ମାକୁ ଲୋକେ ପ୍ରେତାତ୍ମା କୁହନ୍ତି। ସଂସାର ହେଉଛି ଏକ ରଙ୍ଗମଞ୍ଚ ସଦୃଶ। ଏଠାରେ ପ୍ରତ୍ୟେକ ଆତ୍ମା ଶରୀର ରୂପୀ ପୋଷାକ ପରିଧାନ କରି ନାନା ପ୍ରକାର ଅଭିନୟ କରନ୍ତି। ନାଟକରେ ପ୍ରତ୍ୟେକ ଅଂଶଗ୍ରହଣକାରୀମାନଙ୍କ ଅଭିନୟର ଦୃଶ୍ୟ ଓ ସମୟ ନିର୍ଦ୍ଦିଷ୍ଟ ହୋଇଥାଏ। ସେହିପରି ଆତ୍ମା ମଧ୍ୟ ତା ପାଇଁ ନିର୍ଦ୍ଦିଷ୍ଟ ଦୃଶ୍ୟରେ ଭୂମିକା ଅନୁରୂପ ଶରୀର ରୂପୀ ବସ୍ତ୍ର ଧାରଣ କରି ଆବିର୍ଭୂତ ହୁଏ ଓ ପୂର୍ବ ନିର୍ଦ୍ଦିଷ୍ଟ ସମୟାବଧି ପର୍ଯ୍ୟନ୍ତ ଅଭିନୟ କରିଚାଲେ। କେହି ଚାହିଁଲେ ମଧ୍ୟ ଏହାକୁ ଉଲ୍ଲଙ୍ଘନ କରିପାରିବେ ନାହିଁ। କବିବର ରାଧାନାଥ ରାୟ ଯଥାର୍ଥରେ କହିଛନ୍ତି, କେହି ରହି ନାହିଁ ରହିବେ ନାହିଁ ଏ ଭବ ରଙ୍ଗଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ। କାଳର ଗତିରୋଧ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ। ସଂସାର କାଳର ଅଧୀନ। ଏହି ପରିପ୍ରେକ୍ଷୀରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ରଚିତ ନିମ୍ନ ପଂକ୍ତି ପ୍ରଣିଧାନ ଯୋଗ୍ୟ। କାଳର ବଶ ଏ ଜଗତ ପ୍ରାଣୀ ଏ କାଳର ଆୟତ, ସେ କାଳ ବସେ ସର୍ବେ ଚଳି ପବନେ ଯେହ୍ନେ ଘନାବଳି। ନିରୁକ୍ତ ଅବସ୍ଥାରେ ଶରୀରରେ 6ଟି ବିକାର ଉତ୍ପନ୍ନ ହୁଏ। ସେଗୁଡ଼ିକ ହେଲା ଉତ୍ପତ୍ତି, ଅସ୍ତିତ୍ୱ, ବୃଦ୍ଧି, ବିପରିଣାମ, ଅପକ୍ଷୟ ଏବଂ ବିନାଶ। ଜାୟତେ ଅସ୍ମି ବିପରିଣାମତେ ବର୍ଦ୍ଧତେ ଅପକ୍ଷୀୟତେ ବିନଶ୍ୟତି। କିନ୍ତୁ ଆତ୍ମାରେ ଏହିପରି କୌଣସି ବିକାର ହୁଏ ନାହିଁ। ତେଣୁ ତାକୁ ଅବିନାଶୀ, ଅବ୍ୟୟ, ଶାଶ୍ୱତ ବୋଲି କୁହାଯାଇଛି। ଆତ୍ମାକୁ କେହି ଶସ୍ତ୍ର ଦ୍ୱାରା ଛେଦନ କରିପାରେ ନାହିଁ। ଅଗ୍ନି ଦ୍ୱାରା ଏହା ଦହନ ହୁଏ ନାହିଁ। ଏହାକୁ ଜଳ ଆର୍ଦ୍ର ଓ ବାୟୁ ଶୁଷ୍କ କରିପାରେ ନାହିଁ।
ଅନ୍ୟ ଅର୍ଥରେ ଏହା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ ଓ ଅଶସ୍ୟ। ଆତ୍ମା ପଞ୍ଚଭୂତର ଊର୍ଦ୍ଧ୍ୱରେ। ପ୍ରକୃତି ଦ୍ୱାରା ଏହା ପ୍ରଭାବିତ ହୁଏ ନାହିଁ। ପ୍ରକୃତି କାଳର ଅଧୀନ, କିନ୍ତୁ ଆତ୍ମା କାଳାତୀତ। ଏହା ଭୂତ, ଭବିଷ୍ୟତ ଓ ବର୍ତ୍ତମାନ ତିନି କାଳରେ ସର୍ବଦା ବିଦ୍ୟମାନ ରହୁଥିବାରୁ ନିତ୍ୟ ଅଟେ। ସଂସାରର ପ୍ରାଣୀମାନଙ୍କର ଶରୀର ମଧ୍ୟରେ ଏହା ବିରାଜିତ। ଏଥିପାଇଁ ଏହାକୁ ସର୍ବଗତ କୁହାଯାଇଛି। ସର୍ବଗତର ଆକ୍ଷରିକ ଅର୍ଥ ସର୍ବବ୍ୟାପୀ, ଅର୍ଥାତ୍ ଯାହା ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ପରିବ୍ୟାପ୍ତ ଓ ପରିପୂର୍ଣ୍ଣ। ପ୍ରାୟ ସମସ୍ତ ଟୀକାକାର ପରମ୍ପରା କ୍ରମେ ଏହିପରି ଆକ୍ଷରିକ ଅର୍ଥ କରି ଆତ୍ମାକୁ ସଚରାଚର ସର୍ବତ୍ର ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ବୋଲି ବ୍ୟାଖ୍ୟା କରି ଆସିଛନ୍ତି। ଏଠାରେ ଏହା ପ୍ରଣିଧାନ ଯୋଗ୍ୟ ଯେ ପ୍ରତ୍ୟେକ ପ୍ରାଣୀ ଶରୀରରେ ବିରାଜିତ ଆତ୍ମା ସ୍ୱତନ୍ତ୍ର ଓ ଭିନ୍ନ ଅଟନ୍ତି। ସେମାନେ ପ୍ରତ୍ୟେକ ନିଜ ନିଜ କର୍ମ ଅନୁସାରେ ଫଳ ଭୋଗ କରନ୍ତି। ତେଣୁ ସଂସାରରେ ସର୍ବତ୍ର ଗୋଟିଏ ଗୋଟିଏ ଆତ୍ମା ହିଁ ବାୟୁ ବା ଆକାଶ ଭଳି ପରିବ୍ୟାପ୍ତ ଓ ପରିପୂର୍ଣ୍ଣ ସ୍ୱୀକାର କରିବା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ବୈଜ୍ଞାନିକମାନେ କୁହନ୍ତି ଯେ ଏକ ଅଦୃଶ୍ୟ ଶକ୍ତି ଦ୍ୱାରା ଏ ସଂସାର ପରିଚାଳିତ। କେହି କେହି ଏହି ବୈଜ୍ଞାନିକ ସିଦ୍ଧାନ୍ତର ଥିଓରି ଦ୍ୱାହି ଦେଇ ଆତ୍ମାକୁ ସର୍ବବ୍ୟାପୀ ବୋଲି ଯୁକ୍ତି କରନ୍ତି। ଏହା ସତ୍ୟର ଅପଳାପ ମାତ୍ର। ସତ୍ତା ଓ ଶକ୍ତି ଏକ ନୁହେଁ। ଶକ୍ତିର ଆଧାର ହେଉଛି ସତ୍ତା। ଆତ୍ମା ହେଉଛି ସତ୍ତା ଏବଂ ଏଥିରେ ଥିବା ଚେତନା ହେଉଛି ଏହାର ଶକ୍ତି। ଏହି ଶକ୍ତି ହେତୁ ମଣିଷ ସୁଖ ବା ଦୁଃଖ ଅନୁଭବ କରିପାରେ। ଶକ୍ତି ମଧ୍ୟ ଦୁଇ ପ୍ରକାର, ପରା ଓ ଅପରା। ପରାଶକ୍ତି ହେଉଛି ଚେତନ। ଏହି ପରାଶକ୍ତି ଆତ୍ମାକୁ ଚୈତନ୍ୟ ପ୍ରଦାନ କରିଛି। ଅପରାଶକ୍ତି ହେଉଛି ଜଡ଼। ପ୍ରକୃତି ଏହି ଅପରାଶକ୍ତି ଦ୍ୱାରା ସ୍ୱୟଂକ୍ରିୟ ହୋଇ ସ୍ୱୟଂକ୍ରିୟ ଭାବରେ ପରିଚାଳିତ। ମଞ୍ଜିରୁ ଗଛ ହେବା, ଗଛରୁ ଡାଳ ଛିଣ୍ଡିଗଲେ ତା ସ୍ଥାନରେ ନୂତନ ଡାଳ କଅଁଳିବା, ସମୟାନୁସାରେ ଋତୁଚକ୍ରର ପରିବର୍ତ୍ତନ ପ୍ରାକୃତିକ କ୍ରିୟା ଓ ପରାଶକ୍ତି ଦ୍ୱାରା ସମ୍ଭବ ହୁଏ। ତେଣୁ ପ୍ରକୃତି ବା ବିଶ୍ୱ ବ୍ରହ୍ମାଣ୍ଡକୁ ପରିଚାଳିତ କରୁଥିବା ଏହି ଅପରା ଶକ୍ତିକୁ ଅନୁଭବ କରି ଆତ୍ମା ଓ ପରମାତ୍ମାଙ୍କୁ ସର୍ବବ୍ୟାପୀ କହିବା ଈଶ୍ୱରୀୟ ଜ୍ଞାନ ବିରୁଦ୍ଧ ଅଟେ। ଶରୀର ପ୍ରକୃତିରୁ ଉତ୍ପନ୍ନ। ପ୍ରକୃତିର ଉତ୍ପନ୍ନ, ବିକାଶ, ବୃଦ୍ଧି ଓ ବିନାଶ କରିବାର କ୍ଷମତା ଥିଲେ ମଧ୍ୟ ଏହାକୁ ଜଡ଼ କୁହାଯାଏ। କାରଣ ଜୀବାତ୍ମାମାନଙ୍କ ଭଳି ଏହାର ସୁଖ ବା ଦୁଃଖ ଅନୁଭବ କରିବାର ଶକ୍ତି ନଥାଏ। ପ୍ରକୃତିର କ୍ରିୟାଶୀଳତା ପାଇଁ ତାକୁ ଚେତନ କୁହାଯାଇପାରିବ ନାହିଁ। ଚୁମ୍ବକୀୟ ବା ବୈଦ୍ୟୁତିକ ଶକ୍ତି ଦ୍ୱାରା ବିଭିନ୍ନ ପ୍ରକାର ଯାନ୍ତ୍ରିକ ଉପକରଣ ଗତିଶୀଳ ହୁଏ, କିନ୍ତୁ ଏହା ଚେତନ ନୁହେଁ। ଆତ୍ମା ଓ ପରମାତ୍ମାକୁ ବାଦ୍ ଦେଲେ ବାକି ସମସ୍ତ ପଦାର୍ଥ ଜଡ଼। ପରମାତ୍ମା ପରାଶକ୍ତିର ମହାସମୁଦ୍ର, ଆତ୍ମା ଏହାର ଏକ କଣ ମାତ୍ର। ଉଭୟଙ୍କଠାରେ ଏହି ଶକ୍ତି କ୍ରିୟାନ୍ୱିତ ହେଉଥିବାରୁ ଉଭୟଙ୍କୁ ଏକ ଓ ଅଭିନ୍ନ କହିବା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ। ଆତ୍ମା ଚେତନଶୀଳ ହୋଇଥିବାରୁ ଯେଉଁ ଶରୀର ଧାରଣ, ଯେଉଁ ଶରୀରର ଆଧାର ନିଏ, ତା ମାଧ୍ୟମରେ ତା ପୂର୍ବଜନ୍ମର ବ୍ୟକ୍ତିତ୍ୱ ପରିପ୍ରକାଶ କରେ। ତେଣୁ ସର୍ବଗତର ଆକ୍ଷରିକ ଅର୍ଥ ଏଠାରେ ଗ୍ରହଣୀୟ ନୁହେଁ। କ୍ରମଶଃ ଓମ୍ ଶାନ୍ତି।